ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ସେ ଆମମାନଙ୍କ ସହିତ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପ୍ରଭୁ କେଉଁମାନଙ୍କ ପ୍ରତି ହସନ୍ତି ବା ପ୍ରଭୁ କେତେବେଳେ ହସନ୍ତି, ସେ ବିଷୟରେ ମୁଁ ଆପଣମାନଙ୍କୁ କିଛି କହିବା ପାଇଁ ଚାହେଁ। ଯଦି ଆମେ ପଢ଼ିବା ଗୀତ ସଂହିତା 2 ଗୀତ ଏହାର 1 ପଦରୁ ପଢ଼ିବା, ଗୋଷ୍ଠୀମାନେ କାହିଁକି କଳହ କରନ୍ତି, ଜନବୃନ୍ଦ କାହିଁକି ଅନର୍ଥକ ବିଷୟ ଭାଳନ୍ତି, ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନ କର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି। ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡେଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କର ରଜ୍ଜୁ ଦୂର କରିଦେଉ। ଯେ ସ୍ୱର୍ଗରେ ଉପବିଷ୍ଟ ସେ ହସିବେ, ପ୍ରଭୁ ସେମାନଙ୍କୁ ପରିହାସ କରିବେ। ଏହି ସ୍ଥାନରେ ଆମେ ଦେଖୁଛୁ, ଯେଉଁ ସମୟରେ ପୃଥିବୀର ଲୋକମାନେ, ବଡ଼ ବଡ଼ ନେତାମାନେ, ବଡ଼ ବଡ଼ ବ୍ୟକ୍ତିମାନେ, ଯେଉଁମାନେ କି ପ୍ରଭୁଙ୍କର ଅଭିଷିକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ, ମଣ୍ଡଳୀ ବିରୁଦ୍ଧରେ, ପ୍ରଭୁଙ୍କ ଦାସମାନଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର ରଚନା କରି ସେମାନଙ୍କୁ ମାରିବା, ପିଟିବା, ସେମାନଙ୍କୁ କ୍ଷତି କରିବା ପାଇଁ ବିଭିନ୍ନ ପ୍ରକାର ସେମାନେ ଷଡ଼ଯନ୍ତ୍ର କରନ୍ତି। ସେହି ସମୟରେ ସ୍ୱର୍ଗରେ ବସିଥିବା ପରମେଶ୍ୱର ସେ ହସନ୍ତି। ପରମେଶ୍ୱର କେତେବେଳେ ହସନ୍ତି? ଯେତେବେଳେ ଦୁନିଆର ବଡ଼ ବଡ଼ ଲୋକମାନେ ମଣ୍ଡଳୀ ବିରୁଦ୍ଧରେ, ପ୍ରଭୁଙ୍କ ଦାସମାନଙ୍କ ବିରୁଦ୍ଧରେ ସେମାନେ ଷଡ଼ଯନ୍ତ୍ର ରଚନା କରି ତାଙ୍କୁ ମାରିବା ପାଇଁ, ଦେଶରୁ ବାହାର କରିଦେବା ପାଇଁ, ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ପୋଛି ଦେବା ପାଇଁ ଯେତେବେଳେ ସେମାନେ ଯୋଜନା କରନ୍ତି, ସେତେବେଳେ ପ୍ରଭୁ ହସନ୍ତି। ପ୍ରଭୁ କାହିଁକି ହସନ୍ତି? କାରଣ ଏମାନଙ୍କର ମୂର୍ଖାମି ପାଇଁ, ଏମାନଙ୍କର ପାଇଁ ବାତୁଳତା ପାଇଁ। କାରଣ ପରମେଶ୍ୱର କହିଛନ୍ତି, ମୁଁ ଆପଣା ମଣ୍ଡଳୀ ତଳିବି, ନରକର ବଳ ତାକୁ ପରାଜୟ କରିପାରିବ ନାହିଁ। ଯେଉଁ ମଣ୍ଡଳୀକୁ ନରକର ବଳ ପରାଜୟ କରିପାରିବ ନାହିଁ, ଏହି ସାଧାରଣ ମନୁଷ୍ୟମାନେ କ'ଣ କରିପାରିବେ? ଯାହାର ନାସିକା ରନ୍ଧ୍ରରେ ଫୁଙ୍କ ନଥିଲେ ସେ ସମ୍ପୂର୍ଣ୍ଣ ଭାବରେ ମରିଯିବ। ସେହି ସାଧାରଣ ମନୁଷ୍ୟମାନେ ଯେତେବେଳେ ପରମେଶ୍ୱରଙ୍କର ମଣ୍ଡଳୀ, ପ୍ରଭୁଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଯେତେବେଳେ ଉଠନ୍ତି, ସେହି ସମୟରେ ଆମେ ପ୍ରଭୁଙ୍କ ଲୋକମାନେ ଛାନିଆ ହେଇଯାଉ, ଡରିଯାଉ, ଆମେ ଭୟଭୀତ ହେଇଯାଉ। ମାତ୍ର ପରମେଶ୍ୱର ସେ ପ୍ରକାର ଭୟଭୀତ ହୁଅନ୍ତି ନାହିଁ। ସେ ହସନ୍ତି, ପରିହାସ କରନ୍ତି। କାହିଁକି? କାରଣ ଏମାନେ ପରମେଶ୍ୱରଙ୍କର ବିନା ଅନୁମତିରେ ଏମାନେ କୌଣସି ବିଷୟ କରିପାରିବେ ନାହିଁ। କାରଣ ପରମେଶ୍ୱର ଆମର ମସ୍ତକର କେଶ ଗୁଡ଼ିକକୁ ଗୁଣିଛନ୍ତି। ପରମେଶ୍ୱର ଆମକୁ ସୁରକ୍ଷା ଦେବା ପରମେଶ୍ୱର। ଯାହାକୁ ପରମେଶ୍ୱର ସୁରକ୍ଷା ଦିଅନ୍ତି, ତାହା ବିରୁଦ୍ଧରେ ଯେତେବେଳେ ଲୋକମାନେ ଉଠନ୍ତି, ସେତେବେଳେ ପରମେଶ୍ୱର ହାସ୍ୟ କରନ୍ତି। କାରଣ ମନୁଷ୍ୟ କିଏ ଯେ, ତାର ବଳ କେତେ, ତାର ଶକ୍ତି କେତେ, ଯେ ସେ ପରମେଶ୍ୱରଙ୍କର ଅଭିଷିକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଉଠେ। ପ୍ରିୟମାନେ, ସେତେବେଳେ ପ୍ରଭୁ ହସନ୍ତି, ପରିହାସ କରନ୍ତି। କାରଣ ମନୁଷ୍ୟମାନଙ୍କ ମୂର୍ଖତାକୁ ଦେଖି, ମନୁଷ୍ୟମାନଙ୍କର ପାଗଳାମିକୁ ଦେଖି ସେମାନେ ଏହି ପ୍ରକାର କାମ କରୁଛନ୍ତି, ତାହା ଦେଖି ପ୍ରଭୁ ସେମାନଙ୍କୁ ପରିହାସ କରନ୍ତି। ସେ ପ୍ରଭୁଙ୍କ ପ୍ରତ୍ୟେକ ଭାଇ ଭଉଣୀମାନଙ୍କୁ, ଦାସଦାସୀମାନଙ୍କୁ କହିବା ପାଇଁ ଚାହେଁ ଯେ ପରମେଶ୍ୱରଙ୍କ ବିନା ଅନୁମତିରେ ଆମର କୌଣସି ବ୍ୟକ୍ତି କିଛି କ୍ଷତି କରିପାରିବ ନାହିଁ। ସେଥିପାଇଁ ଆମ ବିରୁଦ୍ଧରେ ଯେତେ ଷଡ଼ଯନ୍ତ୍ର ରଚନା କଲେ, ଆମ ବିରୁଦ୍ଧରେ ଯେତେ ପ୍ରକାର କୁକଳ୍ପନା ରଚନା କଲେ ମଧ୍ୟ ଆମେ କୌଣସି ପ୍ରକାର ଭାବରେ ବ୍ୟତିବ୍ୟସ୍ତ ହେବାର ନାହିଁ। କାରଣ ସ୍ୱର୍ଗରେ ବସିଥିବା ପରମେଶ୍ୱର ସେମାନଙ୍କର ଏହି ପ୍ରକାର ମୂର୍ଖାମି ଗୁଡ଼ିକକୁ ଦେଖି ସେ ହସନ୍ତି, ସେ ପରିହାସ କରନ୍ତି। ପ୍ରିୟମାନେ, ପରମେଶ୍ୱର କେତେବେଳେ ହସନ୍ତି? ଯେତେବେଳେ ତାଙ୍କ ଲୋକମାନଙ୍କ ବିରୁଦ୍ଧରେ ଲୋକମାନେ ଷଡ଼ଯନ୍ତ୍ର କରି ମାରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରନ୍ତି, ସେତେବେଳେ ପରମେଶ୍ୱର ହସନ୍ତି। କାହିଁକି ହସନ୍ତି? କାରଣ ପରମେଶ୍ୱର ସର୍ବଶକ୍ତିମାନ। ତାଙ୍କ ବିନା ଅନୁମତିରେ ତାଙ୍କ ଲୋକମାନଙ୍କୁ କେହି କିଛି କରିପାରିବେ ନାହିଁ। ଆଉ ଗୋଟେ ପଦ ଆମେ ପଢ଼ିବା ପାଇଁ ଯିବା, ହିତୋପଦେଶ ପୁସ୍ତକ ଏହାର 1 ଅଧ୍ୟାୟର 26 ପଦ। ଏହେତୁ ମୁଁ ମଧ୍ୟ ତୁମ୍ଭମାନଙ୍କ ବିପଦ ବେଳେ ହସିବି,
ତୁମ୍ଭମାନଙ୍କ ଆଶଙ୍କା ଉପସ୍ଥିତ ହେବା ସମୟରେ ମୁଁ ପରିହାସ କରିବି। ଏଠି ଲେଖାଯାଏ ଯେ ପରମେଶ୍ୱର କେଉଁମାନଙ୍କର ବିପଦ ବେଳେ ହସନ୍ତି। କେଉଁମାନଙ୍କ ବିପଦ ବେଳେ ହସନ୍ତି? ପରମେଶ୍ୱର ଯେତେବେଳେ ଲୋକମାନଙ୍କୁ କଥା କୁହନ୍ତି, ସେମାନଙ୍କୁ ଅନୁଯୋଗ କରନ୍ତି, ଏହି ବାଟରେ ଚାଲ ନାହିଁ, ଏଇଟା କର ନାହିଁ, ପାପ ଛାଡ଼, ଦୁଷ୍ଟତା ଛାଡ଼, ମନ୍ଦତା ଛାଡ଼। ଯେତେବେଳେ ସେମାନେ ପରମେଶ୍ୱରଙ୍କର ଏହିସବୁ କଥା ଗୁଡ଼ିକକୁ ଶୁଣିଲା ପରେ ମଧ୍ୟ ଅବାଧ୍ୟ ହୁଅନ୍ତି, କଥା ମାନନ୍ତି ନାହିଁ, ଆଉ ଯେଉଁ ସମୟରେ ସେମାନଙ୍କ ଜୀବନରେ ବିପଦ କଷ୍ଟ ମାଡ଼ି ଆସେ, ସେହି ସମୟରେ ସେମାନେ ପରମେଶ୍ୱରଙ୍କୁ ଖୋଜିବା ପାଇଁ ଆସନ୍ତି। ପ୍ରଭୁ ଆମକୁ ରକ୍ଷା କର, ଦୟା କର, ଆମେ ବିପଦରେ ଅଛୁ, ଆମେ କଷ୍ଟରେ ଅଛୁ। ସେତେବେଳେ ସେମାନଙ୍କ ବିପଦ ବେଳେ, ସେମାନଙ୍କ କଷ୍ଟ ବେଳେ ପରମେଶ୍ୱର ହସନ୍ତି। କାହିଁକି ହସନ୍ତି? କାରଣ ଏମାନେ ପରମେଶ୍ୱରଙ୍କ କଥା ଶୁଣି ନାହାନ୍ତି। ଯେତେବେଳେ ଏମାନେ ପରମେଶ୍ୱରଙ୍କ କଥା ଶୁଣି ନାହାନ୍ତି, ତାଙ୍କର ଅନୁଯୋଗରେ ମନ ପରିବର୍ତ୍ତନ କରିନାହାନ୍ତି, ପାପରୁ ଫେରି ନାହାନ୍ତି, ଦୁଷ୍ଟତାରୁ ମନ୍ଦତାରୁ ଫେରି ନାହାନ୍ତି, ସେମାନେ ଯେତେବେଳେ ତାଙ୍କର ଦୁଃଖ କଷ୍ଟ ବଥା ଗୁହାରିକୁ ନେଇ ଆସିବେ, ପରମେଶ୍ୱର ସେମାନଙ୍କ ପ୍ରତି ହସିବେ, ସେମାନଙ୍କୁ ମଧ୍ୟ ପରିହାସ କରିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହା ଜାଣନ୍ତୁ, ଯଦି ପରମେଶ୍ୱର ଆମକୁ କଥା କହୁଥିବା ସମୟରେ ଆମେ ପ୍ରଭୁଙ୍କର କଥାକୁ ଆମେ ମାନିବା ନାହିଁ, ଆମେ ତାହାକୁ ସିରିୟସ୍ ନେବା ନାହିଁ, କାମଖିଆରୀ ଭାବରେ ଉଡ଼େଇ ଦେବା ଆମେ, ସେତେବେଳେ ଯେଉଁ ସମୟରେ ବିପଦ ଆସିବ, ଡକ୍ଟର ମନା କରିଦେବେ, ବନ୍ଧୁବାନ୍ଧବ ସାହାଯ୍ୟ କରିପାରିବେ ନାହିଁ, କୌଣସି ବ୍ୟକ୍ତି ଆମର ଫୋନ୍ ଉଠେଇବ ନାହିଁ, ସେହି ସମୟରେ ଆମେ ପୁନର୍ବାର ପରମେଶ୍ୱରଙ୍କ ନିକଟକୁ ଯିବୁ। ପ୍ରଭୁ ଆମକୁ ଦୟା କର, ଆମକୁ ସାହାଯ୍ୟ କର, ଆମକୁ ଉପକାର କର। ସେତେବେଳେ ଯେଉଁମାନେ ପରମେଶ୍ୱରଙ୍କ କଥା ମାନି ନାହାନ୍ତି, ତାଙ୍କ ଅନୁଯୋଗରେ ମନ ପରିବର୍ତ୍ତନ କରିନାହାନ୍ତି, ପାପ ଛାଡ଼ି ପ୍ରଭୁଙ୍କ ମାର୍ଗରେ ଆସିନାହାନ୍ତି, ସେମାନଙ୍କର ବିପଦ ସମୟରେ ପ୍ରାର୍ଥନା କରୁଥିବେ କାନ୍ଦି କାନ୍ଦି, ସେହି ସମୟରେ ପରମେଶ୍ୱର ପରିହାସ କରିବେ, ହସିବେ। ପ୍ରିୟମାନେ, ସେହି ପ୍ରକାର ଦିନ ଆମମାନଙ୍କ ଜୀବନରେ ନ ଆସୁ। ପରମେଶ୍ୱର ଯେଉଁ ସମୟରେ ଆମମାନଙ୍କୁ କିଛି କୁହନ୍ତି, ସେହି ସମୟରେ ଆମେ ତାହା ମାନିବାର ଆବଶ୍ୟକ, ତାହାଙ୍କର ବାଧ୍ୟ ହେବାର ଆବଶ୍ୟକ ରହିଛି। ନହେଲେ ଯେଉଁ ପ୍ରକାର ବିପଦ କଷ୍ଟ ଆମ ଜୀବନରେ ମାଡ଼ି ଆସିବ, ଆଉ ସେହି ସମୟରେ କେହି ଆମକୁ ସାହାଯ୍ୟ କରିପାରିବେ ନାହିଁ, କେହି ଆମକୁ ଉଦ୍ଧାର କରିପାରିବେ ନାହିଁ, କେହି ଆମ ସପକ୍ଷରେ ଠିଆ ହେବେ ନାହିଁ। ସେହି ସମୟରେ ଯେତେବେଳେ ପରମେଶ୍ୱରଙ୍କ ନିକଟକୁ ଆମେ ଦୌଡ଼ି ଯାଉ, ପରମେଶ୍ୱର ହିଁ ଏକ ଆମମାନଙ୍କ ସାହ ଭରସା, ଆଉ ସେହି ସମୟରେ ପରମେଶ୍ୱର ମଧ୍ୟ ଆମଠାରୁ ସେ ମୁଖ ଫେରାଇବେ, ଆଉ ସେ ହସିବେ। ଯଦି ପରମେଶ୍ୱର ଆମକୁ ଦେଖି ହସନ୍ତି, ତାହେଲେ ଆମେ କେମିତି ଉଦ୍ଧାର ପାଇପାରିବା, କେମିତି ରକ୍ଷା ପାଇପାରିବା? ଏହା ବହୁତ ବହୁତ ସିରିୟସ୍ ବିଷୟ। ପ୍ରଭୁ ଯଦି ଆମକୁ ରକ୍ଷା କରିବେ ନାହିଁ, ଉଦ୍ଧାର କରିବେ ନାହିଁ, ତାହେଲେ କେହି ଆମକୁ ରକ୍ଷା ଉଦ୍ଧାର କରିପାରିବେ ନାହିଁ। ସେଥିପାଇଁ ଆଜି ମଧ୍ୟ ସୁଯୋଗ ଅଛି, ଯେ ପରମେଶ୍ୱର ଆମକୁ କହୁଛନ୍ତି ଫେରିଆସେ, ପ୍ରଭୁଙ୍କ ପାଖକୁ ପଳେୟା, ନିଜ ପାପ ଛାଡ଼େ, ମୁଁ ତୋତେ ଗ୍ରହଣ କରିବି, ମୋର ଅନୁଯୋଗରେ ମନ ପରିବର୍ତ୍ତନ କରେ। ତାହେଲେ ଆସନ୍ତୁ ପ୍ରିୟମାନେ, ଆମେ ସେହି ପରମେଶ୍ୱରଙ୍କ ନିକଟକୁ ଯିବା। ସେ ଯଦି ଆମକୁ ହସିବେ, ତାହେଲେ ଆମେ ରକ୍ଷା କେମିତି ପାଇପାରିବା? ସେ ଉଦ୍ଧାରକର୍ତ୍ତା, ସେ ରକ୍ଷାକର୍ତ୍ତା ଅଟନ୍ତି। ସେଥିପାଇଁ ଆମ ବିରୁଦ୍ଧରେ ଅନେକ ଲୋକ ଉଠିବେ, ସେହି ସମୟରେ ଆମେ ବ୍ୟତିବ୍ୟସ୍ତ ହେବାର ନାହିଁ। ଆମର ପରମେଶ୍ୱର ସ୍ୱର୍ଗରେ ବସି ସେ ହସୁଅଛନ୍ତି, ଆଉ ଯେଉଁ ସମୟରେ ପରମେଶ୍ୱର ଆମକୁ କିଛି କୁହନ୍ତି, ସେହି ସମୟରେ ଆମେ ଅବାଧ୍ୟ ହେବା ନାହିଁ। ଯଦି ଅବାଧ୍ୟ ହେବା, ତାହେଲେ ଏ ପ୍ରକାର ଘଟଣା ଗୁଡ଼ିକ ଜୀବନରେ ଘଟିବ ଯେ ଆମକୁ କେହି ସାହାଯ୍ୟ କରିପାରିବେ ନାହିଁ। ଆସନ୍ତୁ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ପ୍ରଶଂସା କରେ, ଗୌରବ କରେ। ତୁମେ ପ୍ରେମିକ ପରମେଶ୍ୱର ତୁମେ ଅଟ। କେଉଁମାନଙ୍କ ପ୍ରତି ତୁମେ ହସ, ଏହା ତୁମେ ଆମମାନଙ୍କୁ କହିଛ। ମୁଁ ତୁମକୁ ଧନ୍ୟବାଦ ଦିଏ। ତୁମେ ଏହି ପ୍ରକାର ଲୋକମାନଙ୍କ ପ୍ରତି ହସିଥାଅ। ଆମେ ସେ ଲିଷ୍ଟରେ ରହିବା ପାଇଁ ଚାହୁଁନା। ଦୟାକରି ଅନୁଗ୍ରହ କର, ଆମର ପାପ ଗୁଡ଼ିକକୁ ମାର୍ଜନା କର, ଆମକୁ କ୍ଷମା କର। ଆମେ ଯେ ପ୍ରକାର ପ୍ରଭୁ ତୁମର ହସର କାରଣ ନ ହେବୁ ପ୍ରଭୁ, ଆମେ ଯେ ପ୍ରକାର ଅନୁତାପ କରି ସର୍ବଦା ତୁମ ନିକଟକୁ ଫେରିବୁ, ସାହାଯ୍ୟ କର। ଯେଉଁମାନେ ଏହି ସନ୍ଦେଶ ଶୁଣୁଛନ୍ତି, ସେମାନଙ୍କ ହୃଦୟରେ କଥା କୁହ, ଆଉ ସେମାନେ ନମ୍ର ସହକାରେ ଅନୁତାପ କରି ତୁମ ନିକଟକୁ ଫେରିବେ। ଅନୁଗ୍ରହ ପ୍ରଦାନ କର। ସବୁ ସମୟରେ ତୁମେ ଆମର ପ୍ରାର୍ଥନା ଶୁଣୁଛ, ଉତ୍ତର ଦେଉଛ, ସେଥିପାଇଁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ନାମରେ ମାଗୁଛୁ, ଆମେନ୍ ଆମେନ୍। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।